प्रभु यीशु मसीह का रक्त ज्यादा को जन्म ही नहीं है। यीशु मसीह जीवन बदल रहा है लोग गले पूरे ग्रुप यीशु मसीह इजराइल च जम्मे है। इजराइल एशिया दे विच है। वो गोरियां दा परमेश्वर नहीं हैगा। ਉਹਦਾ रंग गोरा ਸੀਗਾ ਮੇਰੇ ਨਾਲੋਂ ਹਲਕਾ ਜ਼ਿਆਦਾ लेकिन वो गोरियां दा परमेश्वर नहीं है। हालेलुया। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ବିଗତ ଦିନମାନଙ୍କରେ ଆମେ ଦେଖିଅଛୁ ଯେ ଅନେକ ରାଜ୍ୟରେ ଖ୍ରୀଷ୍ଟମାସ ରାଲି ପ୍ରାୟ ଅନୁଷ୍ଠିତ ହୋଇଯାଇଅଛି। ଅନେକ ଜାଗାରେ ଖ୍ରୀଷ୍ଟମାସ ରାଲି ହୋଇସାରିଛି। ତେବେ ପ୍ରିୟ ବନ୍ଧୁଗଣ, ଏପରିକି ତ୍ରିପୁରାରେ ହେଇଛି, ଛତିଶଗଡ଼ରେ ହେଇଛି, ଝାଡ଼ଖଣ୍ଡରେ ହେଇଛି, ବିଭିନ୍ନ ଜାଗାରେ ହୋଇଯାଇଛି ଖ୍ରୀଷ୍ଟମାସ ରାଲି। ଏବଂ ଏହି ରାଲିରେ ବର୍ଷକୁ ଗୋଟିଏ ଥର ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଯୋଗଦାନ କରନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମକୁ ସେମାନେ ସ୍ମରଣ କରନ୍ତି। ହଁ ପ୍ରିୟ ବନ୍ଧୁଗଣ, ଆଉ ଆପଣ ତ ଜାଣିଥିବେ ପ୍ରଭୁ ଯୀଶୁଖ୍ରୀଷ୍ଟ କାହିଁକି ଜଗତକୁ ଆସିଥିଲେ। ସେଥିପାଇଁ ଏହି ବିଷୟରେ ଅଧିକ ଆଲୋଚନା କରିବା ପାଇଁ ମୁଁ ଚାହୁଁନାହିଁ। ତେବେ ଆମମାନଙ୍କର ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଜନ୍ମଦିନର ବିଷୟକୁ ସ୍ମରଣ କରିବା ନିମନ୍ତେ ବର୍ଷକୁ ଥରେ ଏମିତି ରାଲି କରାଯାଏ। ଗୀତ ହୁଏ, ନାଚ ହୁଏ, ବାଜା ହୁଏ। ଆଉ ସବୁଠାରୁ ବଡ଼ ବିଷୟ ହେଉଛି ଏମିତି ରାଲିରେ କେବଳ ଖ୍ରୀଷ୍ଟିଆନ ଲୋକମାନେ ନୁହନ୍ତି। ଖ୍ରୀଷ୍ଟିଆନ ଲୋକମାନେ ସେମାନେ ତ ଯୋଗଦାନ କରନ୍ତି, କିନ୍ତୁ ସବୁଠାରୁ ଖୁସିର ବିଷୟ ହେଉଛି ବିଜାତି ଲୋକମାନେ ମଧ୍ୟ, ମୋର କହିବାର ଅର୍ଥ ହେଉଛି ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ଯେଉଁମାନେ ଖ୍ରୀଷ୍ଟିଆନ ନୁହନ୍ତି, ଆଉ ଏଇଭଳି ଲୋକମାନେ ସେମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଯୋଗଦାନ କରିଥାନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ମୁଁ କୌଣସି ତ୍ରିପୁରା କିମ୍ବା କୌଣସି ଛତିଶଗଡ଼ର ରାଲି ବିଷୟରେ ମୁଁ କହିବି ନାହିଁ। ତାହା ତ ଅଲରେଡ଼ି ଆପଣ ଦେଖିସାରିଥିବେ ଇଣ୍ଟରନେଟ୍ ମାଧ୍ୟମରେ। ମୁଁ ଆଜି ରାଲି ବିଷୟରେ କହିବି। ସେଇଟା ହେଉଛି କିନ୍ତୁ ଆମମାନଙ୍କର ପ୍ରଫେଟ୍ ବଜେନ୍ଦ୍ର ସିଂ, ଆମର ଭବିଷ୍ୟତ ବକ୍ତା ବଜେନ୍ଦ୍ର ସିଂ, ତାହାଙ୍କର ଖ୍ରୀଷ୍ଟମାସ ରାଲି ବିଷୟରେ ମୁଁ କହିବି। ଆଉ ଯିଏକି ପଞ୍ଜାବର ଜଣେ ସଦସ୍ୟ ଅଟନ୍ତି। ଆଉ ତାହାଙ୍କର ରାଲିରେ ଅନେକ ଲୋକମାନେ ଯୋଗଦାନ କରିଥିଲେ, ସେଠି ବି ଯୋଗଦାନ କରିଥିଲେ। ଆଉ ସେଠି ଗୋଟେ ସବୁଠାରୁ ବଡ଼ ବିଷୟ ହେଉଛି, ଆଉ ସେଠାରେ ବଜେନ୍ଦ୍ର ସିଂ ଗାଡ଼ି ଉପରେ ଥିଲେ, କିଛି ଲୋକ ଗାଡ଼ି ଉପରେ ଥିଲେ, ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଥିଲେ। ଏଇ ଗୋଟେ ବିଷୟ ଦେଖିବାକୁ ମିଳିଥିଲା। ଏ ପର୍ଯ୍ୟନ୍ତ ତ ସବୁକିଛି ଠିକ୍ ଠାକ୍ ଥିଲା, କିନ୍ତୁ ଦୁଃଖର ବିଷୟ ହେଉଛି ଯେଉଁଟା ହେବା ଉଚିତ ନୁହେଁ ସେମିତି ବିଷୟ ମଧ୍ୟ ଘଟିଯାଇଛି। ସେଥିମଧ୍ୟରୁ ଗୋଟିଏ ବିଷୟ ହେଉଛି ମୋବାଇଲ ଚୋରି। ହଁ ପ୍ରିୟ ବନ୍ଧୁଗଣ, ମୋବାଇଲ ଚୋରି ହେଇଥିଲା। ମାନେ ସେଠାରେ ଯେଉଁ ଲୋକମାନେ ଆସିଥିଲେ, ପ୍ରଭୁଙ୍କର ଲୋକମାନେ, ସେମାନଙ୍କର ଅନେକ ମୋବାଇଲ ଚୋରି ହେଇଥିଲା ଏ ଶୋଭାଯାତ୍ରା ଭିତରେ, ଯେଉଁଟାକି ଦୁଃଖର ବିଷୟ ଅଟେ। ଆଉ ଗୋଟେ ଦୁଃଖର ଏବଂ ଲଜ୍ଜାଜନକ ବିଷୟ ହେଉଛି ସେଠି ଖ୍ରୀଷ୍ଟିଆନ ଭଉଣୀମାନଙ୍କୁ ହଇରାଣ କରାଯାଇଥିଲା। ଏହା କେଉଁମାନେ କରିଥିଲେ? ଆଉ ସେହି ଶୋଭାଯାତ୍ରାରେ ଉପସ୍ଥିତ ଥିବା ମଦ୍ୟପୀମାନେ, ବିଜାତୀୟ ମଦ୍ୟପୀମାନେ, ସେମାନେ ମଦ୍ୟପାନ କରି ସେମାନେ ଖ୍ରୀଷ୍ଟିଆନ ଭଉଣୀମାନଙ୍କୁ ହଇରାଣ କରିଥିଲେ। ଆଉ ଯେଉଁଟାକି ଏକ ଲଜ୍ଜାଜନକ ବିଷୟ ଅଟେ। ଏମିତି ବିଷୟ ସବୁ ଘଟିଥିଲା। ତେବେ ପ୍ରିୟ ବନ୍ଧୁଗଣ, ଏଇଟା ହେଉଛି ଆଜିର ଖବର ଯେ ମୋବାଇଲ ଚୋରି ଶୋଭାଯାତ୍ରାରେ, ଯେଉଁଟାକି ହେବାର ନଥିଲା। ଅନ୍ୟ ଯେତେ ସବୁ ରାଲି ହେଇଛି ପ୍ରିୟ ବନ୍ଧୁଗଣ, ଏମିତି କୌଣସି ବିଷୟ ଦେଖାଯାଇ ନାହିଁ, କିନ୍ତୁ ଏଇଟା ଏମିତି ଏକ ବିଷୟ ଯେଉଁଟାକି ହେବାର ନଥିଲା, ହେଇଗଲା। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମର ଆନ୍ତରିକ ନମସ୍କାର। ପୁଣି ଦେଖା ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।
हालेलुया। वचन बोलता है जब आप चलते हैं तो परमेश्वर आपके साथ चल रहा है, किसी का बड़ा काम होने वाला है। गिनती थी, अभी हमने चेक कर रहे हैं, चेक किया।